ଆଜ୍ଞା ନମସ୍କାର। ଆପଣ ନିଶ୍ଚୟ ଜାଣିଛନ୍ତି ଆପଣଙ୍କର ମୀନ ରାଶି ଆଉ ଖୁବ୍ ନିକଟରେ ମାନେ ମାର୍ଚ୍ଚ 29ରେ କୁମ୍ଭରୁ ମୀନକୁ ଶନି ଗଲେ। ମାନେ ମୀନରେ ଏବେ ଜନ୍ମ ଶନି, ପୂର୍ବରୁ ସେଠାରେ ରାହୁ ଥିଲେ। ମାନେ ଜନ୍ମ ରାହୁ ଶୁକ୍ର ବୁଧ ଏ ଦିନ ବି ଥିଲେ। ମାନେ ଏବେ ମୀନରେ ଯେଉଁ 4 ଗ୍ରହ ଅଛନ୍ତି ସେମାନେ ସମସ୍ତେ ଜନ୍ମ ଶନି, ଜନ୍ମ ରାହୁ, ଜନ୍ମ ଶୁକ୍ର, ଜନ୍ମ ବୁଧ। ଶନି ଜନ୍ମ ହେଲେ ବି 25 ନକ୍ଷତ୍ରକୁ ସୁଖ ଦେବେ, ଆଉ 25 ନକ୍ଷତ୍ରର ହସ ହସ ମୁହଁକୁ ଦେଖିବେ। ମାନେ 25 ନକ୍ଷତ୍ର ମାନେ ପୂର୍ବଭାଦ୍ର ମୀନ ଭାରି ଖୁସିରେ ରହିବେ। ଶନିଙ୍କ ଦୟାରୁ ଉତ୍ତର ଭାଦ୍ର ମୀନ ଆଉ ରେବତୀ ମୀନ 26 ଆଉ 27 ଯଦି ଟିକେ ବିନୀତ, ନମ୍ର, ଭଦ୍ର, ଉଦାର, ଶାନ୍ତ, କାନ୍ତ ହେବେ ତାହେଲେ ସେମାନେ ପ୍ରବଳ ଧନ ପାଇବେ, ସୁଖ ପାଇବେ। ରାହୁ ବି ଏହି ନକ୍ଷତ୍ର ତ୍ରୟଙ୍କୁ ପୂର୍ବଭାଦ୍ର, ଉତ୍ତରଭାଦ୍ର, ରେବତୀ ସୁଖ ଆଉ ଶାନ୍ତି ଦେବେ। ଜନ୍ମ ଶନି, ଜନ୍ମ ରାହୁ କିଛି ଦିଅନ୍ତିନି, ଭଲ କଥା ଏ ବର୍ଷ ଦେବେ। କାହିଁ କହିଲେ, ଜନ୍ମକାଳୀନ ଚନ୍ଦ୍ର ଶୁଭ ଥିଲା। ଏଇଥିପାଇଁ ଜନ୍ମ ହେଲେ ବି ଶନି ଆଉ ରାହୁ ମଙ୍ଗଳ ଚିନ୍ତା କରିବେ। କେହି କେହି କହନ୍ତି ଦ୍ୱାଦଶ ଜନ୍ମ ଓ ଦ୍ୱିତୀୟ ଶନି ସପ୍ତାହ। ନାଇଁ ବନ୍ଧୁ, ଆପଣ 7 କହୁଛନ୍ତି ପରା, ସପ୍ତାହ 7ରୁ ସପ୍ତାହ। ଶନି 7, 8, 9କୁ ଶନି ସପ୍ତାହ କହନ୍ତି। ନାନା ମୁଣିନାଙ୍ଗ ମତେ ହେସ ଭିନ୍ନା, ଖାଲି ମିଶାଇ ଦେଲେ କ'ଣ ହେଇଗଲା? ନା, ମିଶାଣ ଫଳଟା ଏଠି କାମ ଦେବନି। ତେଣୁ ଶନି ସପ୍ତାହ ପଡ଼ିନି କାର? ମୀନ ରାଶିର। ଜନ୍ମ ଶୁକ୍ର ବହୁତ ସୁଖ ଦିଅନ୍ତି, ବହୁତ ସୁଖ। ତେଣୁ ଧନ ପାଇଲେ, ଶାନ୍ତି ପାଇଲେ, ସୁଖ ପାଇଲେ। ରବି ଦ୍ୱିତୀୟ। କେମିତି ଦ୍ୱିତୀୟ ହେଲେ? ଆଉ ମୀନରୁ ମେଷ ଦ୍ୱିତୀୟ ନୁହଁ? ହଁ, ଦ୍ୱିତୀୟ ରବି ଭଲ ଫଳ ଦିଅନ୍ତିନି, କିନ୍ତୁ ସିଏ ବି ଶୁଭ ଚନ୍ଦ୍ରରେ ଉଦୟ ହୋଇଛନ୍ତି। ଏଇ 3 ନକ୍ଷତ୍ରକୁ ସେ ସୁଖ, ଶାନ୍ତି, ସମ୍ମାନ ଦେବେ। ପ୍ରବଳ ଧନ ହେଲା। ଧନ ସେମାନେ ସବୁ ଦୁଷ୍ଟ ଗ୍ରହ ନା, ଅସୁର ପ୍ରବୃତ୍ତିର। କିଏ? ଶୁକ୍ର, ଶନି, ରାହୁ ଏମାନେ ଦେଲା ଭଳିଆ ଦିଅନ୍ତି। ତେଣୁ ମୀନ ରାଶିଙ୍କର ଆୟ ବଢ଼ିଆ ହେବ, ଶରୀର ନିରୋଗ ରହିବନି। ଧନ ସିନା ଆସିବ, କିନ୍ତୁ ମଙ୍ଗଳ ଆଉ ବୃହସ୍ପତି ଏ 2 ଗ୍ରହ, ପୁଣି କେତୁ ଏ 3 ଗ୍ରହ ଟିକେ ଚୁମୁଟିବେ। ମଝିରେ ମଝିରେ ସାଇକେଲ ଚକରୁ ପମ୍ପ ଖୋଲିଦେବେ। ଆପଣ ଯେତେ ଫୁର୍ତ୍ତି ଯାଉଥାନ୍ତୁ, ଗାଡ଼ି ତ ଗଡ଼ିବନି ଆଉ। ମାନେ ଏଇ 3 ଗ୍ରହ ବୃହସ୍ପତି, ମଙ୍ଗଳ ଆଉ କେତୁ ସୁଖ ହରଣ କରିବେ, ଶାନ୍ତି ହରଣ କରିବେ, ରୋଗ ଦେବେ, ଦୁଶ୍ଚିନ୍ତା ଦେବେ। ହେଲେ ଏତେ ଦୁଃଖ ଦେବେନି। ଶ୍ରାବଣରେ ଏତେ ବର୍ଷା ହେବ ଯେ ସୂର୍ଯ୍ୟ ଆଉ ପବନ ମିଶିକିରି ତାକୁ ଶୋଷି ପାରିବେନି। ଶୋଷିବେ, ନ ଶୋଷିବେ ବୋଲି ନୁହେଁ, କିନ୍ତୁ ଶ୍ରାବଣର ବର୍ଷା ଭଳି ରାହୁ, ଶନି, ଶୁକ୍ର ଆଉ ରବି ସୁଖ, ଶାନ୍ତି, ଧନ ଦେବେ।
ବନ୍ଧୁ ଏ ପ୍ରବନ୍ଧ ଟିକେ ଶୁଣିବା। ଉପରୋକ୍ତ ଆଲୋଚନାରୁ ଅବଗତ ହେଲେ ଯେ ଶନି, ରାହୁ ଓ ଶୁକ୍ରଙ୍କ ପାଇଁ ମୀନ ରାଶିକୁ ଏ ମାସଟି ଶୁଭ ଫଳ ପ୍ରଦାନ କରିବ। ଲାଭାଧିପତି ଶନି ତିନି ନକ୍ଷତ୍ରଙ୍କୁ ଦୟା କରୁଥିବାରୁ, ମାନେ ଏକାଦଶ ଘରର ଅଧିପତି ଦୟା କରୁଥିବାରୁ ସମସ୍ତ ପ୍ରକାର ବୃତ୍ତି, ବ୍ୟବସାୟ, ବାଣିଜ୍ୟ, ସେବା ଓ ବ୍ୟବସାୟରେ ଉନ୍ନତି ହେବ। ଆୟ ଆଶାନୁରୂପ ହେବ। ସପ୍ତମ ଗୃହକୁ ରାହୁ, ଶୁକ୍ର, ବୁଧ ଓ ଶନି ଚାରିଗ୍ରହ ଦେଖୁଛନ୍ତି। ଏଣୁ ମହିଳାମାନଙ୍କର ମାନସିକ ଶାନ୍ତି ଆସିବ। ଇଚ୍ଛାନୁସାରେ ଅର୍ଥ କରଗତ ହେବ। ଏଣୁ ସେମାନେ ପ୍ରଫୁଲ୍ଲିତ ହୋଇ ସଂସାର ସାଗରରେ ସୁଖ ବୋଇତ ଚଳାଇବେ। ପୁରାତନ ବନ୍ଧୁ ହସିବେ ଓ ହସାଇବେ। ନୂତନ ମିତ୍ର ସୃଷ୍ଟି ହେବେ। ରବି ବି 25, 26, 27 ନକ୍ଷତ୍ରଙ୍କୁ ଧନ ଦେଇ ଆନନ୍ଦିତ କରିବେ। ଧନ ସମସ୍ୟା ଆସିବ ନାହିଁ। ଆଚ୍ଛା ବନ୍ଧୁ, ଯେଉଁଟା ମୁଁ ଆପଣଙ୍କୁ ଫାଷ୍ଟରେ କହିଲି ସେ ବିଷୟରେ ପଢ଼ି ଦେଉଛି। ଶନି ଜନ୍ମରେ ଥାଇ, ମାନେ ଜନ୍ମ ଶନି ହେତୁ 25କୁ ମାନେ ପୂର୍ବଭାଦ୍ରକୁ ହସ ହସ ରଖିବେ, ଆନନ୍ଦ ଦେବେ। 26 ଓ 27କୁ ତାଙ୍କ ଦକ୍ଷିଣ ହସ୍ତରେ କଲ୍ୟାଣ କରିବେ। କୌଣସି କାର୍ଯ୍ୟ ଯଦି ଏଇ ମୀନରାଶିର ବନ୍ଧୁ କୌଣସି କାର୍ଯ୍ୟ ବି ଡାହାଣ ହାତରେ କରନ୍ତି, ଯାତ୍ରା ସମୟରେ ଯଦି ଡାହାଣ ପାଦ ପକାନ୍ତି ତାହେଲେ ଅବଶ୍ୟ ବିଜୟୀ ହେବେ। ରାହୁ ଜନ୍ମ ହେଲେ ବି ଏହି ନକ୍ଷତ୍ର ତ୍ରୟଙ୍କୁ ସମ୍ମାନ ଓ ଧନ ଦେଇ ପରମ ସୁଖ ଦେବେ। ଶୁକ୍ର ବି ଜନ୍ମ, ଶୁକ୍ର ପ୍ରବଳ ସୁଖ ଦେଇ ନିଜେ ଶାନ୍ତି ପାଇବେ। ଏତେ ଧନ, ସମ୍ମାନ ଓ ସୁଖ ମିଳିଲେ ବି ମୀନ ରାଶିର ଲୋକେ ଶାନ୍ତିରେ ରହିପାରିବେ ନାହିଁ। କାରଣ ଗୁରୁ ଓ ମଙ୍ଗଳ ନିୟମିତ କିଛି ନା କିଛି ରୋଗ ଅବଶ୍ୟ ଦେବେ। ଭାରି କଷ୍ଟ ହେବ। ଶନି ଲଗ୍ନରେ, ଏଣୁ ମନ ପ୍ରାୟ ଆତଙ୍କିତ ହେବ। ଦ୍ୱିତୀୟ ରବି ଜନ୍ମ ରାହୁ ଓ ସପ୍ତମ କେତୁଙ୍କ ଯୋଗୁଁ ଧନ, ମାନ, ବନ୍ଧୁ ଆଦି ଦିଗରେ ହାନି ହେବ। ବୁଧଙ୍କ ଯୋଗୁଁ ମାୟା ବନ୍ଧନ, ବାଧା ବନ୍ଧନରେ ଘାଣ୍ଟି ଝପଟି ପକାଇବ। ସୁଖ ଆସିବ, ଦୁଃଖ ଆସିବ। ରଥଯାତ୍ରାରେ ଦିଅଁ ଦର୍ଶନ ହେବ, ଦଳା ଚକଟା ବି ହେବ। ତେଣୁ ବଳବାନ ଲୋକ ସେ ତଳେ ପଡ଼ିବନି। ମୁଁ ପଡ଼ିଯିବି, ଆପଣ ପଡ଼ିଯିବେ, ଆଉ କ'ଣ? ଆମେ ଦିନ ସବୁ ବେଶୀ ବଳବାନ ନା। ହଁ ବନ୍ଧୁ, ଦେଖିବା ତାପରେ କ'ଣ ହେଲା। କେତୁ ସପ୍ତମରେ ଥିବା ହେତୁ ସମ୍ମାନ, ଧନ, ବନ୍ଧୁ ଆଦି ହାନି ହୋଇପାରେ। ଦ୍ୱିତୀୟ ରବି ଜନ୍ମ ରାହୁ କେତୁଙ୍କର ଏ ପ୍ରସ୍ତାବକୁ ସମର୍ଥନ କରିବେ। କେତୁଙ୍କର ପ୍ରସ୍ତାବକୁ ଜନ୍ମ ରାହୁ ଆଉ ଦ୍ୱିତୀୟ ରବି ସମର୍ଥନ କରିବେ। ଏଣୁ ସବୁ ଦିଗରୁ ହାନି ହୋଇପାରେ। ତୃତୀୟ ବୃହସ୍ପତିଙ୍କ ପାଇଁ ରୋଗ ହେବ, ଚର୍ମ ରୋଗ ହୋଇପାରେ। ଜନ୍ମ ବୁଧଙ୍କ ଯୋଗୁଁ ବୃଥା ନିନ୍ଦା ମିଳିପାରେ, ବଦନାମ ବି ହୋଇପାରେ। ଜନ୍ମ ଶନି ମନକୁ ବୃଥା ଧମକ ଦେବେ। ଏଣୁ ଅଭ୍ୟାସ କରି କ'ଣ ଆମେ ଯେମିତି ଧନ ଆସିଲା, ସୁଖ ଆସିଲା, ଶାନ୍ତି ଆସିଲା, ବନ୍ଧୁ ବି ଆସିଲେ, ତା ପଛେ ପଛେ ଆସିଲେ ରୋଗ। ରୋଗ ଆସିଲେ ଆଉ କ'ଣ ଶାନ୍ତି ମିଳିବ? ଅଶାନ୍ତ ପରିବେଶ ହେବ। ଏଣୁ ଭାଇ ବନ୍ଧୁ କୁଟୁମ୍ବ, ବର୍ଷା ଋତୁ ଆସିବା ପୂର୍ବରୁ ବର୍ଷାତି କିଣନ୍ତୁ, ଘର ଛାଇ ଦିଅନ୍ତୁ, ଛତା ଧରନ୍ତୁ। ମାନେ ଏଇ ଯେଉଁ ରୋଗ ବ୍ୟାଧି, ଅଶାନ୍ତ, ଯେଉଁ ହାନିକାରକ ସମସ୍ୟା ସୃଷ୍ଟି କରିବେ କିଏ? ଦ୍ୱିତୀୟ ବୃହସ୍ପତି, ଆଉ ତୃତୀୟ ଗୁରୁ, ପଞ୍ଚମ ମଙ୍ଗଳ, ସପ୍ତମ କେତୁ
ଆଉ ଜନ୍ମ ବୁଦ୍ଧ ଏମାନଙ୍କୁ ଶାସନ କରିବେ ଗାୟତ୍ରୀ। ଏବେଠାରୁ ଆପଣ ସମସ୍ତେ ମୋ କଥା ମାନନ୍ତୁ, ପ୍ରତିଦିନ ଗାୟତ୍ରୀ ଜପନ୍ତୁ। ଓಂ ଭୂର୍ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ସର୍ବନିମ୍ନ 108 ଥର ଜପିବେ। ସମୁଦାୟ ଜପିବା ପାଇଁ ଲାଗିବ 3 ମିନିଟ୍ରୁ ଟିକିଏ ଅଧିକା। ନିଜ ପାଇଁ 3 ମିନିଟ୍ ଖର୍ଚ୍ଚ କରିବେନି। ରହିଲି ବନ୍ଧୁ, ଆଜି ଏତିକି। ନମସ୍କାର।